आपण समस्तଙ୍କୁ ଆମ ଚ୍ୟାନେଲ କ୍ରିଏଟିଭ୍ ଆଇଡ଼ିଆ ସ୍ୱାଗତ। ବାରମ୍ବାର ଚିଠି ବିଭିନ୍ନ ସଂକ୍ରାନ୍ତରେ ଆପଣଙ୍କର ନିଯୁକ୍ତି ସଂକ୍ରାନ୍ତରେ ପ୍ରଲୋଭନ କିନ୍ତୁ ଆଶାୟୀମାନ ନିରାଶ। ଯଦି ଆମେ କହିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିଯୁକ୍ତି ତାହେଲେ ଅଗଷ୍ଟ 2025 ମସିହା ସୁଦ୍ଧା ଆଡ଼ଭର୍ଟାଇଜମେଣ୍ଟ ପ୍ରକାଶ କରିବା ପାଇଁ ଜୁଲାଇ ମାସରେ ଚିଠି ହେଇଥିଲା। ତ ଜୁଲାଇରୁ ଆପଣ ଆଜି ଯଦି ହିସାବ କରିବେ ତାହେଲେ ଅଦ୍ୟାବଧି ପାଖାପାଖି 8 ମାସରୁ ঊର୍ଦ୍ଧ୍ୱ ସମୟ ବିତିଗଲାଣି କିନ୍ତୁ ନିଯୁକ୍ତି ହୋଇପାରିଲାନି ଏବଂ ଆପଣଙ୍କର ସ୍ପେଶାଲ ଏଜୁକେଟର ଏମ୍ଏଲ୍ଏ ଟିଚର ମାନଙ୍କର ସମାନ ଅବସ୍ଥା। ପୁନର୍ବାର ଗତକାଲିର ଚିଠି ମୁଁ ଆପଣଙ୍କୁ ଦେଖାଇଦେବି। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତିର ଗୋଟେ ପ୍ରକାର ପସିବିଲିଟି, ଗୋଟେ ଛୋଟ ମାନେ ଗଜାରୁ ଗଛ ବାହାରେ ସେଇଟା ଆମେ ଦେଖିବାକୁ ପାଉଛେ, କିନ୍ତୁ ଗଛ କେବେ ହେବ, ଫଳ ଆପଣ ପାଇବେ, ସେଇଟା ବର୍ତ୍ତମାନ ଆପଣଙ୍କ ହାତରେ। ଆପଣ କେମିତି ଖତ ପାଣି ସାର ଦେବେ, ଗଛ ବଢ଼ିବ, ଫଳ ହେବ ଆପଣଙ୍କ ହାତରେ। କାହିଁକି ନା ବର୍ତ୍ତମାନ ଲଢ଼େଇର ସମୟ, ସରକାରଙ୍କୁ ଡରାଇବାର ସମୟ, କଲର ଧରିକି ନିଯୁକ୍ତି ଆଣିବାର ସମୟ। ଏବଂ ସେଥିପାଇଁ ଆପଣ ଦେଖିବେ ସବମିଶନ ଇନଫର୍ମେସନ୍ ଅନ୍ ଏମ୍ଏଲ୍ଏ ଟିଚର୍ସ ଏନଗେଜ୍ଡ ଅଣ୍ଡର ଏମ୍ଏଲ୍ଏ ପ୍ରୋଗ୍ରାମ, ସ୍ପେଶାଲ ଏଜୁକେସନ୍ ଟିଚର ଏନଗେଜ୍ଡ ଅଣ୍ଡର ଏସ୍ଏସ୍ଏ। ମୁଁ ଏଠି କହି ରଖିବାକୁ ଚାହିଁବି, ବର୍ତ୍ତମାନ ବି ଓଡ଼ିଶାରେ ଏମ୍ଏଲ୍ଏ ଟିଚର ମାନେ କାର୍ଯ୍ୟରତ, ବର୍ତ୍ତମାନ ବି ଓଡ଼ିଶାରେ ସ୍ପେଶାଲ ଏଜୁକେଟର କାର୍ଯ୍ୟରତ, ଯେଉଁମାନେ କି ରେଗୁଲାର ପ୍ରୋଭିଜନ, ରେଗୁଲାର ଶିକ୍ଷକ ହିସାବରେ ମାନ୍ୟତା ଆଜି ପର୍ଯ୍ୟନ୍ତ ପାଇନାହାନ୍ତି ଏବଂ ସେମାନଙ୍କ କ୍ୟାଡର ଅନ୍ତର୍ଭୁକ୍ତ ଆଜି ପର୍ଯ୍ୟନ୍ତ ହେଇନାହାନ୍ତି। କିନ୍ତୁ ନୂତନ ନିଯୁକ୍ତି ଯେଉଁଟା ଆସିବାକୁ ଯାଉଛି, ଯେଉଁଟାକି ସ୍ପେଶାଲ ଏଜୁକେଟର କୁହନ୍ତୁ ବା ଏମ୍ଏଲ୍ଏ ଟିଚର କୁହନ୍ତୁ, ତାହା ରେଗୁଲାର ନିଯୁକ୍ତି, ରେଗୁଲାର କ୍ୟାଡରରେ ସେମାନଙ୍କର ସ୍ଥାନ ରହିବ। ତେଣୁ ପୁରୁଣା ଟିଚରଙ୍କୁ ରେଗୁଲାର ନ କରିକି ନୂଆ ରେଗୁଲାର ପୋଷ୍ଟ କାଢ଼ି ହେବନି। ସେଥିପାଇଁ ଏଇ ଚିଠି କରାଯାଇଛି ଯେ ବର୍ତ୍ତମାନ କେତେ ଜଣ ଅଛନ୍ତି, ଇନ୍ ରେଫରେନ୍ସ ଆପଣଙ୍କର ଦିଆଗଲା SC ST ଆପଣଙ୍କର ଚିଲଡ୍ରେନ୍, ମଲ୍ଟିଲିଙ୍ଗୁଆଲ, ମଦର ଟଙ୍ଗ ଏବଂ rationalization of MLE teacher engaged under Samagra Shiksha. Our present program is being implemented 1317 schools across 17 districts covering 21 tribal languages under monolingual situation. It is related during the process rationalization of teachers. Some MLE teachers have been posted in non-MLE schools, though they have specially engaged for the classroom transaction for SC ST children with their mother tongue through a rigorous process followed by a language proficiency test. ବର୍ତ୍ତମାନ ଯେଉଁଟା ଟ୍ରାଇବାଲ ଟିଚରଙ୍କୁ କରାଯାଉଛି, ତେଣୁ ତାଙ୍କୁ ମୂଳ ସ୍କୁଲକୁ ପୁଣି ଫେରାଇ ଅଣାଯିବ। ଡ୍ୟୁ ଟୁ ସଚ୍ ଟ୍ରାନ୍ସଫର, ସେଇ ଯେଉଁ ନନ୍ ଏମ୍ଏଲ୍ଏ ସ୍କୁଲ୍ସ ଯେଉଁମାନେ ଅଛନ୍ତି ତାଙ୍କୁ ପୁଣି ମୂଳ ସ୍କୁଲ ଯେଉଁଠି ଆବଶ୍ୟକତା ସେଠି ଫେରାଇ ଅଣାଯିବ। ବର୍ତ୍ତମାନ ଏଇଟା ନେସେସାରୀ ବୋଲି ବିଭାଗ ଅନୁଭବ କରୁଛି ଆଉ କନସିଡର କରୁଛି ଇମ୍ପ୍ଲିମେଣ୍ଟେସନ୍ ଅଫ୍ MTB MLE 2.0 ପ୍ରୋଗ୍ରାମ। କାହିଁକିନା ପୁଣି MLE ଟିଚର ରେଗୁଲାର ଭାବରେ ଆପଏଣ୍ଟମେଣ୍ଟ ପାଇବେ ଆଣ୍ଡ ସେମାନଙ୍କ ଡାଟା ବି ପ୍ରେସ୍କ୍ରାଇବ୍ ଫର୍ମାଟ୍ରେ ମଗାଯାଉଛି, କାହିଁକିନା ହୁଏତ ସେମାନଙ୍କୁ ରେଗୁଲାଇଜ୍ କରାଯିବ। ଦ ଇନଫର୍ମେସନ୍ ସୁଡ୍ ରିଚ୍ OSEPA ବାଇ 27/2/2026 ପଜିଟିଭଲି। ତ MLE ଟିଚର 1 to ଫର୍ମାଟ୍ ଏଠି ଦିଆଗଲା ଆଣ୍ଡ ତା ସହିତ ଡେପ୍ଲୟିଂ ଦ ଟିଚର୍ସ ହାଭିଂ ସ୍ପେଶାଲ ଏଜୁକେସନ୍ ଟ୍ରେଣ୍ଡ ଏନଗେଜ୍ଡ ଅଣ୍ଡର ସମଗ୍ର ଶିକ୍ଷା। ଯେଉଁମାନେ ସ୍ପେଶାଲ ଏଜୁକେଟର ଅଛନ୍ତି ବର୍ତ୍ତମାନ 316 ବ୍ଲକ ରିସୋର୍ସ ସେଣ୍ଟରରେ କାମ କରୁଛନ୍ତି, 324 ନମ୍ବର ଅଫ୍ ଆପଣଙ୍କର ଯାହା କେନ୍ଦ୍ର ଅଛି ସେଇଠି କାମ କରୁଛନ୍ତି ଆଣ୍ଡ ସେଇମାନଙ୍କର ଡାଟା ବି ମଗାଯାଇଛି। ଆଣ୍ଡ ସେମାନେ ସମଗ୍ର ଶିକ୍ଷା ପ୍ରୋଗ୍ରାମରେ ସ୍ପେଶାଲ ଏଜୁକେସନ୍ ଟ୍ରେନିଂ କ'ଣ କରିଛନ୍ତି, ଡିପ୍ଲୋମା କରିଛନ୍ତି ସ୍ପେଶାଲ ଏଜୁକେସନ୍ या BEd କରିଛନ୍ତି, ସେଇଟା ବି ମଗାଯାଇଛି। ତ ତାପରେ ସେଇ ଟିଚର ହାଭିଂ ସ୍ପେଶାଲ ଏଜୁକେସନ୍ ଟ୍ରେନିଂ ଅଲସୋ ଡେପ୍ଲଏଡ୍ ଟ୍ୟାଗଡ୍ ସ୍କୁଲ୍ସ ହାଭିଂ ନମ୍ବର ଅଫ୍ ମୋର୍ ନମ୍ବର ଅଫ୍ CWSN ଷ୍ଟୁଡେଣ୍ଟସ୍ ଦ୍ୟାଟ୍ ଇଜ୍ 5 and above। ଯେଉଁ ସ୍କୁଲରେ 5ରୁ ଅଧିକା ଥିବେ ସେ ସ୍କୁଲକୁ ତାଙ୍କୁ ଡେପ୍ଲୟ କରାଯିବ। ବର୍ତ୍ତମାନ ଯେଉଁଠି ଅଛନ୍ତି ସେଠି ରହିପାରିବେନି। ଆଣ୍ଡ କିପିଂ ଇନ୍ ଭ୍ୟୁ ଅଫ୍ ଫ୍ୟାକ୍ଟସ୍ ରିକ୍ୱେଷ୍ଟେଡ୍ ଟୁ ଯାହା ଯାହା ଇନଫର୍ମେସନ୍ ଅଛି ଶୀଘ୍ର ସାର୍କୁଲେଟ୍ କରିବା ପାଇଁ ଏଇଟା ରହିଛି ଇନଷ୍ଟ୍ରକ୍ସନ୍। ଅର୍ଥାତ୍ ଯେଉଁମାନେ MLE ଟିଚର ଅଛନ୍ତି, ଯେଉଁମାନେ ସ୍ପେଶାଲ ଏଜୁକେଟର ଅଛନ୍ତି, ସେମାନଙ୍କୁ ମାନେ କ'ଣ କ୍ୱାଲିଫିକେସନ୍ ଅଛି, କ'ଣ ଅଛି ତାଙ୍କ ଟ୍ରେନିଂ କ୍ୱାଲିଫିକେସନ୍ ଏବଂ ସେମାନେ ଯେଉଁଠି CWSN ପିଲା ଅଛନ୍ତି ଯେଉଁ ସ୍କୁଲରେ 5ରୁ ଅଧିକ ସେଠି ଡେପ୍ଲୟ ହେବେ। MLE ଟିଚର ଯେଉଁଠି ଲାଙ୍ଗୁଏଜ୍ ରିକ୍ୱାର୍ଡ଼ ଅଛି, ଟିଚର ଅଛନ୍ତି ସେଠି ଡେପ୍ଲୟ ହେବେ। ତ ବାକି ସେମାନଙ୍କ ରେଗୁଲାଇଜେସନ୍ ବି ଆ ଭିତରେ ଏଇ ଲିଷ୍ଟକୁ ଦେଖିଲା ପରେ କରାଯାଇପାରେ ଏବଂ ତାପରେ ନୂଆ ନିଯୁକ୍ତି ଆପଣ ଦେଖିବାକୁ ପାଇପାରିବେ। ବାକି OIVSରୁ ଆମେ ଥରେ ଦେଖିନେବା।
ओएभिएस मु देखुଛି ଆପଣ ଦେଖି ନିଅନ୍ତୁ गोटे ଆପଣ ओएभिएस नियुक्ति न बाहर गोटे कारण भी एटा जे जो मैंने टीजीटी अच्छा से प्रमोशन मिलूना पीजीटी को से किसी प्रोविजन नाला जोटा कि एससी एसटी डेवलपमेंट डिपार्टमेंट अच्छी एंड हाई स्कूल टीचर मैंने डिमांड कर जिनसा बर्तमान ग्रेडेसन लिस्ट आसी सारी अर्थात 50% पोस्ट रे ओएभिएस एनवीएस केवीएस भाई प्रमोशन टीजीटी माने पीजीटी को प्रमोशन पाइबे। तो ये गोटे जिन चिंता करवा किसी ना पीजीटी पोस्ट कमिबो किंतु टीजीटी पोस्ट बढ़िबो इन होल पोस्ट कमिबार ना कहीं जो पोस्ट छाड़ी टीजीटी टीचर जीवे पीजीटी को से कमिबो। तो आपन को टीचर छाड़ी जीवे कोड बढ़िबो ना टीजीटी मैथ रे बढ़िबो पोस्ट टीजीटी इंग्लिश रे बढ़िबो टीजीटी साइंस रे बढ़िबो टीजीटी सोशल साइंस रे बढ़िबो पीजीटी रे कमिबो को पीजीटी ना पीजीटी इंग्लिश कमिबो पीजीटी मैथ कमिबो पीजीटी बायो या जूलॉजी कमिबो एंड पीजीटी सोशल साइंस माने इकोनॉमिक्स आ तो किसी नाही इकोनॉमिक्स ही अछि केवल सेठी ही कमिबो। बाकी आपन देखिए को टीचर माने कोडी कोडी जाउछन तंकर क्वालिफिकेशन कौन अच्छी को ना से जापरेनि ओनली बीए बीएड जो से रही टीजीटी प्रमोशन हो पारनि आपणकर को टीचर फाइनल ग्रेडेसन लिस्ट स्थान पाई आप देखिए मास्टर डिग्री जो अच्छी से माने ही प्रमोट होगी टेंटिव लिस्ट रही जेहेतु। तो मैक्सिमम इंग्लिश रे पीजी अच्छी टीचर मानकर यहाँ आप देखिए इंग्लिश से टीजीटी इंग्लिश भाव में पीजीटी इंग्लिश को जी आउ बाकी रहा आप देखिए हाँ सोशल साइंस हाँ साइंस वन कर फिजिक्स कर टीजीटी मैथ रे टीचर थे सी पीजीटी फिजिक्स को जापरेंगे एंड पीजीटी मैथ ठीक अच्छे एंड पीजीटी इलेक्ट्रोनिक्स कर आप सोशियोलॉजी करते आई थिंक सोशियोलॉजी पोस्ट ही ना ठीक अच्छे जो थे अच्छी से पीजी करते को ही जीवे से माने एटा ग्रेडेसन लिस्ट आउ साइबर सिक्योरिटी कि कर जो कंप्यूटर को जापरेंगे पीजीटी कंप्यूटर साइंस एंड केमिस्ट्री अच्छी पीजीटी केमिस्ट्री भी अच्छी पीजीटी मैथ अच्छी एंड आपन देखिए पॉलिटिकल साइंस जे पीजी कर स्कोप ना कहीं ओएवी पॉलिटिकल साइंस एवं सुधा भी ना पब्लिक एडमिनिस्ट्रेशन भी से पॉलिटिकल साइंस अंडर जाऊँगी। तो ये भाव में चिठी मुझे कम्प्लीटली अवेलेबल कर टेलीग्राम रे आप पाइपर। तो ये रहा आपण को ओएवी प्रमोशन रिगार्डिंग कंप्लीट इन्फॉर्मेशन जोटा कि आपणकर अपकमिंग रिक्रुटमेंट गोटे छोट माने बहुत माने कौलिया गछटिए आपणकर जो रही स्पेशल एजुकेटर एमएलई टीचर तार भी छोट कौलिया गछटिए गछ को बढ़ाई चेष्टा करूँ समस्त एकत्रित हूँ सरकार पर दाबी पहुँचातु रिक्रुटमेंट शीघ्र बाहर करूँ। आज वीडियो कमेंट शेष कर देखा एजुकेशन। धन्यवाद।